ଏଠି କ'ଣ ହୁଏ ନା ଆପଣ ଦେଖିବେ ମୁଁ ଟ୍ରେଡ୍ ଟେଷ୍ଟ ଉପରେ କ୍ଲିକ୍ କଲି ତ ଟ୍ରେଡ୍ ଟେଷ୍ଟ ଉପରେ ସାଙ୍ଗମାନଙ୍କୁ କ୍ଲିକ୍ କରିବା ତ ସେଠୁ ସେ ମୋର ଆସୁନି। ଠିକ୍ ଅଛି, ତ ମୁଁ ଏବେ ଦେଖୁଛି ଆପଣଙ୍କୁ ଟ୍ରେଡ୍ ଟେଷ୍ଟ ଉପରେ ଦେଖିବେ ଆସିବେନି। ତ ସାଙ୍ଗମାନେ ମୁଁ ଏଠି ମେସିନ୍ ଉପରେ କ୍ଲିକ୍ କଲି ସେକେଣ୍ଡ ଇୟର୍ ତ 50 ମାର୍କ ଉପରେ ସାଙ୍ଗମାନେ ମୁଁ ବି ତଳେ ସବମିଟ୍ ଉପରେ କ୍ଲିକ୍ କଲି ନା ସାଙ୍ଗମାନେ ତଳେ ଲେଖା ହେଉଛି ପ୍ଲିଜ୍ କମ୍ପ୍ଲିଟ୍ ୟୁର୍ ପେଣ୍ଡିଂ ମକ୍ ଟେଷ୍ଟ। ତ ସାଙ୍ଗମାନେ ଏମିତି ବି ଜଣେ ଜଣଙ୍କର ହୁଏ ଦେଖିବେ କିଛି ଇଏ କଲେ ତାପରେ ସେଠୁ ଅନଇନଷ୍ଟଲ୍ କରିଦେବେ। ନା ସାଙ୍ଗମାନେ ଏମିତି ଜମା ବି ଭୁଲ କରନ୍ତୁ, କାରଣ ସିଏ ଯାହା ଲେଖିଛି ତମେ ମୋର ପେଣ୍ଡିଂ ଟେଷ୍ଟ ଉପରେ ରେଡ଼୍ କଲର୍ର 1 ଲେଖା ହେଇଛି ଏବଂ ଆର ମାର୍କ ବ୍ଲୁ ଆରର କଣ୍ଟିନ୍ୟୁଅସ୍ ଚାଲିଛି। ତ ଉପରେ ସାଙ୍ଗମାନେ ଦେଖାଉଛି ନା, ତ ମୁଁ ତା ଉପରେ କ୍ଲିକ୍ କଲି। ତେବେ ମୁଁ ଅଧା ଦେଇଥିଲି ତ ଏବେ ସିଏ ପୁଣି ଥରେ ଦେଉଛି। ସାଙ୍ଗମାନେ ମୁଁ ଏମିତି ବି ଯାହା କିଛି ମାନେ ନଥିବ ମାନେ ଏମିତି କରିଦେଉଛି ଟିକେ ସେଠିକି ଭୁଲ ତ ରହିବ ମୁଁ ଜାଣିଛି। ଠିକ୍ ଅଛି ସାଙ୍ଗମାନେ, ତ ପୁଣି ଦେଖିଦେବା ତାପରେ ସେଠି ଲଗ୍ଇନ୍ କରିବା। ଠିକ୍ ଅଛି ସାଙ୍ଗମାନେ, ତ ଏମିତି ହିଁ କିଛି ରୁହେ। ତ 25ଟା ମୋର ସରିନି, 21ଟା ହେଲା। ତ ମୁଁ ସବମିଟ୍ ମାରିଦେବି, ସବମିଟ୍। ଠିକ୍ ଅଛି ସାଙ୍ଗମାନେ, ଓକେ। ତ ମୁଁ ଦେଖିବି କି ମୋର କେତେ ମାର୍କ ରହିଲା। ତ ସାଙ୍ଗମାନେ ଏମିତି ହେଇକି ଇଏ କରିଛି। ତ ସାଙ୍ଗମାନେ ମୁଁ 25ଟାରୁ 11ଟା ଠିକ୍ ଅଛି, ଆଉ 14ଟା ଭୁଲ ଅଛି। ତ ସାଙ୍ଗମାନେ ଏବେ ଆମେ ଲଗ୍ଇନ୍ କରିବା ଟ୍ରେଡ୍ ଟେଷ୍ଟ ଉପରେ। ଠିକ୍ ଅଛି, ତେବେ ମୁଁ ଦେଖୁଛି। ତ ସାଙ୍ଗମାନେ ଏବେ ଦେଖନ୍ତୁ ମୁଁ ଏବେ ସେଇ ଟ୍ରେଡ୍ ଅନୁସାରେ ଇଏ କରିବା ତ ଆଇ ଏମ୍ ରେଡ଼ି ଟୁ ବିଗିନ୍, ଲେଟ୍ସ ଷ୍ଟାର୍ଟ କରିବା। ତ ଏମିତି ହିଁ ଆସିବ। ଠିକ୍ ଅଛି ସାଙ୍ଗମାନେ, ତ ଏଇଟା ହେଉଛି ମିନି ମକ୍ ଟେଷ୍ଟର ଓଡିଇ ସ୍କିଲ୍ର ବି ଆପଣଙ୍କୁ ତାର ବି କିଛି ସେମିତି ପାସୱାର୍ଡ଼ ତ ରହୁନଥିବ ମୋତେ କାହିଁ ଲାଗୁଛି, କାରଣ ମିନି ମକ୍ ଟେଷ୍ଟର ମୁଁ ଭାବୁଥିଲି କି ପାସୱାର୍ଡ଼ ରହୁଛି, ହେଲେ କିନ୍ତୁ ନାଇଁ ସାଙ୍ଗମାନେ ଏମିତି କିଛି ରହୁନି। ଠିକ୍ ଅଛି, ତ ମୁଁ ଏବେ ବି ଚାହିଁଲେ ବି ଆକୁ ବି ସବମିଟ୍ ମାରିପାରିବି, କିନ୍ତୁ ଡୁ ୟୁ ୱାଣ୍ଟ କ୍ୱିଟ୍ ୟୁର୍ ଏକ୍ଜାମ୍। ତ ସାଙ୍ଗମାନେ ଏଇ କହୁଛି କି ୟୁ ହାଭ୍ ଆଟେମ୍ପ୍ଟ 4 କ୍ୱେଶ୍ଚିନ୍ସ ଆଉଟ୍ ଅଫ୍ 25 ତ ମିନିମମ୍ 13 ଇଜ୍ ରିକ୍ୱାର୍ଡ଼। ତ ସାଙ୍ଗମାନେ ଏଥିରେ କହୁଛି କି ତ ଆପଣ 4ଟା କ୍ୱେଶ୍ଚିନ୍ ଆଟେଣ୍ଡ କରିଛନ୍ତି କିନ୍ତୁ 25 ମାର୍କ ଅଧାରୁ ଆପଣ ପଳାଉଛନ୍ତି। ତ ମିନିମମ୍ ଆପଣଙ୍କୁ କେତେଟା 13ଟି ମାର୍କର କ୍ୱେଶ୍ଚିନ୍ ଆଟେଣ୍ଡ କରିବାକୁ ପଡ଼ିବ। ତ ଠିକ୍ ଅଛି ସାଙ୍ଗମାନେ, ଆମେ 13ଟା ପରେ ସବମିଟ୍ ମାରିବା ଦେଖିବା। ଠିକ୍ ଅଛି, ତେବେ ମୁଁ ଇଏ କରୁଛି, ସେଇଟା ହିଁ ମୁଁ ଦେଇଥିଲି। ତ ସେଇଟା ଦେଖିଲେ ସାଙ୍ଗମାନେ ଏବେ ଆମକୁ ଯିବାକୁ ପଡ଼ିବ ସେଥିରେ ପୁଣି ଇଏ କରିବାକୁ। ପେଣ୍ଡିଂ 1 ଟେଷ୍ଟରେ ଆମେ ଯାଇକି ଆଟେଣ୍ଡ କରିବାକୁ ପଡ଼ିବ 13ଟା। ଠିକ୍ ଅଛି, 1 2 3 4 5 6 7 8 9 10 11 12 13। ଠିକ୍ ଅଛି ସାଙ୍ଗମାନେ, ଏବେ ଆମେ ସବମିଟ୍ କରିପାରିବା। ତ ଦେଖନ୍ତୁ ଏବେ ସେମିତି ପ୍ରୋସେସିଂରେ ହେଲା। ଠିକ୍ ଅଛି, ତ ସାଙ୍ଗମାନେ ଏହାର କିଛି ରୁଲ୍ସ ଗୁଡ଼ାକ ବି ରହିଛି। ତ ମୁଁ ୟା ଉପରେ ବି ଆପଣଙ୍କୁ କେମିତି କ୍ୱେଶ୍ଚିନ୍ ସହଜରେ ମନେ ରଖିପାରିବେ, ଏମିତି ଜଲ୍ଦି ମନେ ରହିବ, ତ ୟା ଉପରେ ବି ମୁଁ ଆପଣଙ୍କୁ ଭିଡ଼ିଓଟା ଦେଖିପାରିବି। ତ ସାଙ୍ଗମାନେ ଏହି ମୋର ଯଦି ଚ୍ୟାନେଲ୍ଟି ଆପଣଙ୍କୁ ଭିଡ଼ିଓ ଭଲ ଲାଗିଥିବ, ଏହି ମୋର ଭିଡ଼ିଓଟି, ତ ସାଙ୍ଗମାନେ ପ୍ଲିଜ୍ ସେୟାର, ଲାଇକ୍, ସବସ୍କ୍ରାଇବ୍ ଆଣ୍ଡ କମେଣ୍ଟ ନିଶ୍ଚିତ କରନ୍ତୁ। ତ ଆଗକୁ ମୁଁ ହିଁ ଆପଣଙ୍କର NCVT ପର୍ଯ୍ୟନ୍ତ ରହିବି, ଏକ୍ଜାମ୍ ହଲ୍ ପର୍ଯ୍ୟନ୍ତ ବି ରହିବି। ଥ୍ୟାଙ୍କ ୟୁ। ମୁଁ ଆଶା କରୁଛି ଆପଣମାନେ ବହୁତ ଭଲ ଥିବେ। ଥ୍ୟାଙ୍କ ୟୁ।